ଉପକୂଳ ଓଡ଼ିଶାରେ ଛଟପଟ ଆଭ୍ୟନ୍ତରୀଣ ଜିଲ୍ଲାରେ ଟକମକ। ହଁ ଆଜ୍ଞା, ବର୍ତ୍ତମାନ ସମୟରେ ରାଜ୍ୟରେ ଏମିତି ସ୍ଥିତି ଦେଖିବାକୁ ମିଳୁଛି। ଉପକୂଳରୁ ଉପାନ୍ତ ସବୁଠି ବର୍ତ୍ତମାନ ଛଟପଟ ସ୍ଥିତି। ଗରମ ଗୁଳୁଗୁଳି ଏମିତି ହେଉଛି, ଘରୁ ବାହାରିବା ମୁସ୍କିଲ ହେଇଯାଉଛି। ଉପକୂଳରେ ପ୍ରବଳ ମାତ୍ରାରେ ଗୁଳୁଗୁଳି ଘରୁ ବାହାର କରିଦେଉନି। ଏପଟେ ଆଜିଠାରୁ ଏଲିନୋ ସୃଷ୍ଟି ହୋଇସାରିଛି ବୋଲି ମଡେଲମାନେ ଆକଳନ କଲେଣି। ତେବେ କ'ଣ ରହିଛି ପାଣିପାଗର ମିଜାଜ? ଆଗାମୀ 24 ଘଣ୍ଟା କେଉଁ ଜିଲ୍ଲାରେ ହେବ ବର୍ଷା, କେଉଁ ଜିଲ୍ଲାରେ ରହିବ ପ୍ରବଳ ମାତ୍ରାରେ ଗରମ ସ୍ଥିତି? ଆସନ୍ତୁ ଆଜିର ଅପଡେଟ୍ରେ ଆଲୋଚନା କରିବା ଦର୍ଶକ ବନ୍ଧୁ। ବର୍ତ୍ତମାନ ସ୍ଥିତିରେ ଦର୍ଶକ ବନ୍ଧୁ ଆମେ ଏପ୍ରିଲ 8 ତାରିଖରେ ପହଞ୍ଚି ଗଲେଣି ଏବଂ ବର୍ତ୍ତମାନ ସ୍ଥିତିରେ ଧୀରେ ଧୀରେ ଆମେ ମେ ମାସ ଆଡ଼କୁ ମଧ୍ୟ ଯାଉଛେ। ମାନେ ମେ ମାସରେ ସାଇକ୍ଲୋନର ମାସ, ବାତ୍ୟାର ମାସ। କିନ୍ତୁ ବର୍ତ୍ତମାନ ସମୟରେ ପାଗ ଅନୁକୂଳ ହେବାରେ ଲାଗିଛି କାଳ ବୈଶାଖୀ ପାଇଁ। କିନ୍ତୁ ବର୍ତ୍ତମାନ ଏମିତି କିଛି ରାଜ୍ୟ ଅଛି ଯେଉଁ ରାଜ୍ୟରେ ଝଡ଼ ବର୍ଷା ଦେଖିବାକୁ ମିଳୁଛି। ଗୋଟିଏ ପଶ୍ଚିମ ଝଡ଼ ରହିଛି ଜାମ୍ମୁ କାଶ୍ମୀର ଏହାର ଆଖପାଖ ଅଞ୍ଚଳରେ, କିନ୍ତୁ ପ୍ରଭାବଶୀଳ କେବଳ ଉତ୍ତର ଭାରତ ଉପରେ। କିନ୍ତୁ ଓଡ଼ିଶାର ଯଦି ଆମେ ଆଲୋଚନା କରିବା, ଓଡ଼ିଶାରେ ପାଗ ଶୁଖିଲା ରହିବ, କ୍ଲିୟର ସ୍କାଏ, ମାନେ ମେଘମୁକ୍ତ ଆକାଶ ବଢ଼େଇବ ରାଜ୍ୟର ତାପମାତ୍ରା। ସେଥିପାଇଁ ତ ଦର୍ଶକ ବନ୍ଧୁ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ବର୍ତ୍ତମାନ ୟେଲୋ ଆଲର୍ଟ ରହିଛି। ଆପଣ ଏହି ମାনଚିତ୍ର ଦେଖନ୍ତୁ, ସ୍ପେଶାଲି ଟେମ୍ପରେଚର ମାনଚିତ୍ର। ଦର୍ଶକ ବନ୍ଧୁ ଟିଟିଲାଗଡ଼ ତାପମାତ୍ରା ଯାଇପାରେ 44 ଡିଗ୍ରୀରୁ ଅଧିକା, ମାନେ 45 ପାଖାପାଖି ରହିପାରେ। ଧରନ୍ତୁ 45 ପାଖାପାଖି ରହିବ ତାପମାତ୍ରା। କେତେ ଗରମ ହେବ ଟିଟିଲାଗଡ଼ରେ ତାହା ଦର୍ଶକ ବନ୍ଧୁ ଭାବିଲା ବେଳକୁ ଗୋଟେ ପ୍ରକାର ରୁମ ଟାଙ୍କୁଳି ଯାଉଛି। କାହିଁକି ନା ଭୟଙ୍କର ସ୍ଥିତି ଟକମକରେ ଫୁଟିବ। ତଟଲା କଡ଼େଇରେ ମଧ୍ୟ ଭାଜି ହୋଇଯିବ ପଶ୍ଚିମ ଓଡ଼ିଶା, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ନୂଆପଡ଼ାରେ ମଧ୍ୟ ପ୍ରବଳ ଗରମ ଜନଜୀବନ ଅସ୍ତବ୍ୟସ୍ତ କରିପାରେ। ଅନୁଗୁଳରେ ମଧ୍ୟ ତାପମାତ୍ରା ବଢ଼ି ଯାଇପାରେ। ଏହା ସହିତ ଯେଉଁ ରହୁଛି ଆପଣଙ୍କର ବରଗଡ଼, ଏହା ସହିତ ସୋନପୁରରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହୋଇପାରେ। ଉପକୂଳରେ ଗରମ ହ୍ୟୁମିଡିଟି ପାଇଁ ପ୍ରବଳ ମାତ୍ରାରେ ଝାଳ ବାହାରିପାରେ। କିନ୍ତୁ ଓଡ଼ିଶା କିଛି ଅଞ୍ଚଳରେ ବର୍ଷା ହୋଇପାରେ, ଯେମିତିକି ମାଲକାନଗିରି, କୋରାପୁଟ, ତା ସହିତ ରାୟଗଡ଼ା, ତାହା ସହିତ କନ୍ଧମାଳ, ଏହିସବୁ ଜିଲ୍ଲାରେ ସ୍ଥାନେ ସ୍ଥାନେ ହାଲକାରୁ ମଧ୍ୟମଧର ବର୍ଷା ହୋଇପାରେ। ଏହା ସହିତ ଦର୍ଶକ ବନ୍ଧୁ ଆପଣ ମୋବାଇଲ ସ୍କ୍ରିନରେ ଭଲ ଭାବରେ ଦେଖନ୍ତୁ, ବଲାଙ୍ଗୀର, ତାହା ସହିତ ସମ୍ବଲପୁର ଏବଂ ଯେଉଁ ରହୁଛି ଝାରସୁଗୁଡ଼ା, ତାହା ସହିତ ସୋନପୁର, ଏହିସବୁ ଜିଲ୍ଲାର ସ୍ଥାନେ ସ୍ଥାନେ ଦର୍ଶକ ବନ୍ଧୁ ୱାର୍ମ ନାଇଟ୍ କଣ୍ଡିସନ ଦେଖିବାକୁ ମିଳିପାରେ। ମାନେ ପ୍ରବଳ ମାତ୍ରାରେ ଗରମ ଗୁଳୁଗୁଳି ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେବ। ଏହା ସହିତ ନୂଆପଡ଼ା, ତାହା ସହିତ ଯେଉଁ ରହୁଛି ଆପଣଙ୍କର ସମ୍ବଲପୁର, ସୋନପୁର, ମାନେ ପଶ୍ଚିମ ଜିଲ୍ଲା ଗୁଡ଼ିକରେ ତାପମାତ୍ରା ଅଧିକ ରହିବ। ଉପକୂଳ ଓଡ଼ିଶାରେ ହଟ୍ ଆଣ୍ଡ ହ୍ୟୁମିଡିଟି, ମାନେ ଗରମ ଗୁଳୁଗୁଳି ମଧ୍ୟ ରହିବ। ମୋଟାମୋଟି କହିବାକୁ ଦର୍ଶକ ବନ୍ଧୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗରମ ଗୁଳୁଗୁଳି ୱାର୍ମ ନାଇଟ୍ ପାଇଁ ବର୍ତ୍ତମାନ ୟେଲୋ ଆଲର୍ଟ ଜାରି କରାଯାଇଛି। ଆପଣ ସାମାନ୍ୟ ସତର୍କ ରୁହନ୍ତୁ। ଏବେ ଦେଖିବା ବାୟୁର ଚଳନ ମାଧ୍ୟମରେ କ'ଣ ରହିଛି ପାଣିପାଗର ମିଜାଜ। ଦର୍ଶକ ବନ୍ଧୁ ଦେଶର ବିଭିନ୍ନ ଭାଗରେ ବର୍ତ୍ତମାନ ବାୟୁର ପାଟର୍ନ ମଧ୍ୟ ସମାନ ସ୍ଥିତିରେ ରହିଛି ଯେଉଁଭଳି ଭାବରେ 2 ଦିନ ପୂର୍ବରୁ ଥିଲା। କିନ୍ତୁ ଗୋଟିଏ ବଡ଼ ପରିବର୍ତ୍ତନ ହୋଇଛି, ଉତ୍ତର ପୂର୍ବ ଭାରତରେ ବର୍ଷା ଜାରି ରହିଛି। କାରଣ ସାମୁଦ୍ରିକ ବାୟୁର ପ୍ରଭାବ ସେଠାରେ ରହୁଛି। କାହିଁକି ନା ଓଡ଼ିଶା ତ ରହୁଛି ସାମୁଦ୍ରିକ ବାୟୁର ପ୍ରଭାବ, କିନ୍ତୁ ସାଧାରଣତଃ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ବର୍ଷା ଅଧିକ ହୋଇଥାଏ। କ'ଣ ପାଇଁ ହୋଇଥାଏ ମୁଁ କହିବାକୁ ଚେଷ୍ଟା କରିବି, ହେଲେ ତା ପୂର୍ବରୁ ଆପଣ ଦେଖନ୍ତୁ ଓଡ଼ିଶାରେ ବର୍ତ୍ତମାନ ପୂର୍ବରୁ ବାୟୁ ଯାଉଛି, କିଛି ମାତ୍ରାରେ ହାଲକା ବର୍ଷା ରହିପାରେ। ଯେମିତି କହିଲି ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ତା ସହିତ ଢେଙ୍କାନାଳ ଆଖପାଖ ଅଞ୍ଚଳରେ ଅତି ହାଲକା ବର୍ଷା ରହିପାରେ। ଏହା ସହିତ ଯେଉଁ ରହୁଛି ଆପଣଙ୍କର ଭଦ୍ରକ ଆଖପାଖ ଅଞ୍ଚଳରେ ମଧ୍ୟ ବର୍ଷା ହୋଇପାରେ ବହୁତ ସ୍ଥାନେ ସ୍ଥାନେ, କିନ୍ତୁ ଅତ୍ୟଧିକ ଭାରୀ ବର୍ଷା କୌଣସି ଅଞ୍ଚଳରେ ହେବାର ଆଶଙ୍କା ନାହିଁ ଆଗାମୀ 24 ଘଣ୍ଟା ପାଇଁ। ପୂର୍ବ ଓଡ଼ିଶା ଯେଉଁ ରହୁଛି ଆପଣଙ୍କର କେତେକ ଅଞ୍ଚଳରେ ମଧ୍ୟ ଗୁଳୁଗୁଳି ସ୍ଥିତି ଦେଖିବାକୁ ମିଳିପାରେ। ଏପଟେ ଦର୍ଶକ ବନ୍ଧୁ ଏଲିନୋର ସ୍ଥିତି ରହୁଛି ବର୍ତ୍ତମାନ ସମୟରେ। ଆପଣ ଦେଖିପାରୁଥିବେ ତୀର ଚିହ୍ନ ସାମାନ୍ୟ ଉପରକୁ ଉଠିଛି। ମୁଁ ଶୁଦ୍ଧ ଓଡ଼ିଆରେ କହିବାକୁ ଚାହିଁବି, ବର୍ତ୍ତମାନ ଆପଣ ଦେଖୁଛନ୍ତି ଯେଉଁ ଗ୍ରାଫ ଧୀରେ ଧୀରେ ସନ୍ତୁଳିତ ହେବାରେ ଲାଗିଛି। ଯେଉଁ ଆପଣଙ୍କର ରହିଛି ଏଲିନୋ, ମାନେ ଏଲିନୋ ବର୍ତ୍ତମାନ ସୃଷ୍ଟି ହୋଇସାରିଛି ଏବଂ ଏଲିନୋ ମାତ୍ରା ସାମାନ୍ୟ ସୃଷ୍ଟି ହୋଇସାରିଛି। ମାନେ ଏପ୍ରିଲ 17 ତାରିଖରୁ ଏଲିନୋ ସୃଷ୍ଟି ହୋଇସାରିଛି ବୋଲି ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି କିଛି ଆନ୍ତର୍ଜାତିକ ମଡେଲ ମାନେ। କିନ୍ତୁ ଧୀରେ ଧୀରେ ଏଲିନୋ ପ୍ରାୟ ଯେଉଁ ରହୁଛି ଅଗଷ୍ଟ ସେପ୍ଟେମ୍ବର ଆଡ଼କୁ ଅଧିକ ହୋଇପାରେ ଦର୍ଶକ ବନ୍ଧୁ। ତେବେ ବର୍ତ୍ତମାନ ସ୍ଥିତିରେ ଏଲିନୋ ସୃଷ୍ଟି ହେଉଛି ଏବଂ ମେ ମାସର ପାଣିପାଗକୁ ନେଇକି ମଧ୍ୟ ମଡେଲ ମାନେ ଭିନ୍ନ ଭିନ୍ନ ଆକଳନ କରିବା ଆରମ୍ଭ କରିସାରିଲେଣି। GEFS ର ଯେଉଁ ଏସାମ୍ବଲ ବା ମେମ୍ବର ମାନେ ଅଛନ୍ତି ବର୍ତ୍ତମାନ ଆକଳନ କରୁଛନ୍ତି ମେ 5ରୁ ନେଇକି 19 ତାରିଖରେ ଦର୍ଶକ ବନ୍ଧୁ ହୋଇପାରେ କିଛି ସାଇକ୍ଲୋନ ଜେନେସିସ୍ ସୃଷ୍ଟି ହୋଇପାରେ। ମାନେ ଘୂର୍ଣ୍ଣିବଳୟ, ଲଘୁଚାପ, ବାତ୍ୟା, ଏଇଭଳି କିଛି ସୂଚନା
ମିଳୁଛି ବର୍ତ୍ତମାନ ସମୟରେ, କିନ୍ତୁ ଆମେ ବିଶ୍ୱାସ କରିବା ଠିକ୍ ହେବ ନାହିଁ, କାହିଁକି ନା ଏହା ଦୀର୍ଘମିଆଦୀ ଆକଳନ ରହୁଛି, ଏତେ ଜଲ୍ଦି ଆକଳନ କରିବା ସଠିକ୍ ହେବ ନାହିଁ। ତଥାପି ମଡେଲ ଆକଳନ କରୁଛୁ ମାନେ ଆମେ ନିଶ୍ଚୟ ଉପରେ ଆଗାମୀ ଦିନରେ ଏହି ଚର୍ଚ୍ଚା ଜାରି ରଖିବା। ତ ଦର୍ଶକ ବନ୍ଧୁ, ଆପଣ ଦେଖିଲେ ବର୍ତ୍ତମାନ ସମୟରେ ଦେଶର ବିଭିନ୍ନ ଭାଗରେ ବଦଳି ଯାଉଛି ପାଣିପାଗର ମିଜାଜ। ଖରା ପାଇଁ ରେଡି ହୋଇଯାଆନ୍ତୁ, କାରଣ ପ୍ରବଳ ମାତ୍ରାରେ ଗରମ ଗୁଳୁଗୁଳି ହେବ। ତେଣୁ ଆପଣ ସତର୍କ ରୁହନ୍ତୁ। ଅତ୍ୟଧିକ ଖରା ଯଦି ହେଉଛି ଦିନ 9ଟାରୁ ନେଇକି ସାଧାରଣତଃ ଦିନ 9ଟାରୁ ନେଇକି 3ଟା ମଧ୍ୟରେ ଆପଣ ଖରାକୁ ବାହାରନ୍ତୁ ନାହିଁ। ଯଦି ଅଧିକ ବାହାରିବାକୁ ଚେଷ୍ଟା କରୁଛନ୍ତି, ଯଦି ବା କିଛି କାମ ଅଛି, ତାହେଲେ ଆପଣ ସାଥିରେ ଗାମୁଛା ନିଅନ୍ତୁ, ପାଣି ବୋତଲ ନିଅନ୍ତୁ, ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ଦର୍ଶକ, କାରଣ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀର ସତେଜ ରହିବ। କିନ୍ତୁ ଯାହା ବି ଜଣାପଡ଼ୁଛି ମଡେଲ ମାନେ ମଧ୍ୟ ଆକଳନ କରୁଛନ୍ତି ଚଳିତ ବର୍ଷ ମେ ମାସରେ କିଛି ବାତ୍ୟା ପାଇଁ ଆକଳନ ହୋଇପାରେ, କିନ୍ତୁ ବାତ୍ୟା ପାଇଁ ଆମେ ସାଧାରଣତଃ ଭାରତୀୟ ପାଣିପାଗକୁ ଫଲୋ କରିବା ଉଚିତ। ଭାରତୀୟ ପାଣିପାଗର କ'ଣ ସବୁ ନୂଆ ନୂଆ ଅପଡେଟ୍ ଆସୁଛି ଆମେ ତାକୁ ଫଲୋ କରିଲେ ଆମେ ଜାଣିପାରିବା ଆଗାମୀ ଦିନରେ କ'ଣ ରହିବ ପାଣିପାଗର ମିଜାଜ। ତେବେ ବର୍ତ୍ତମାନ ତ ଆପଣ ଦେଖିଲେ ଦେଶର ବିଭିନ୍ନ ଭାଗରେ ପାଣିପାଗ ଖବର। ମୁଁ ପୁଣି ଆସିବି ଆସନ୍ତାକାଲି ଆଉ ଏକ ନୂଆ ଅପଡେଟ୍ରେ। ସେତେବେଳେ ବିଦାୟ ଦିଅନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ପାଣିପାଗ ଚ୍ୟାନେଲ ୱିଣ୍ଡ ଚ୍ୟାନେଲ ସହିତ